ପିନ୍ଧି ଦେଇଥିଲୁ। କଳା ସିନ୍ଦूर କଜଳ ଦେଇକି ତାଙ୍କୁ ଆମେ ସଜେଇ ଦେଇଥିଲୁ। ଏଥିରେ ଥିଲା ଆମର ରଖିଥିଲୁ ପୋଇ କାଚ କରିକି ରଖିଥିଲୁ। ପିଠା ବି ଏପଟେ ରଖିଦେଇଥିଲୁ ତାଙ୍କ ଭୋଗ ପାଇଁ। କାଞ୍ଜି ବି ରଖିଦେଇଛୁ କାରଣ କାଞ୍ଜି ନିହାତି ଦରକାର। ପୂଜା ପାଇଁ ଯାହା ସାମଗ୍ରୀ ଦରକାର ସବୁ ଗୋଟାଏ ଜାଗାରେ ମୁଁ ରଖିଦେଇଥିଲି। ମୋ ବଡ଼ ନାନୀ ତାକୁ କହିଥିଲି ତୁ ପୂଜା ଟିକେ ଆଣିଥିବା ଭାରି। ଭୋଗ ବି ସେ ଆଣିଥିଲା ଭାରି। ଆଣିକି ସେ ଯେଉଁଠି ଆମର ପୂଜା ହେବ ବାହାରେ ସେଠାରେ ରଖିଦେଇଥିଲୁ। ପୂଜା ଯେଉଁଠି ହେବ ସେଠି ଚିତା ପକାଇ ଦେଇଥିଲୁ। ଚିତା ପକାଇ ନିହାତି ସେଠି ଟିକେ ହୁଙ୍କା ମାଟି ଆମର ରଖାହେବ। ହୁଙ୍କା ମାଟି କଳସ ବି ବସା ଯାଇଥିଲା। ଗୋଟାଏ ଫଳ ଆମେ ଦେଇଥିଲୁ କଳସରେ, ବାଇଗଣ ହଉ କି ଯାହା ହଉ କିଛି ଫଳ ମୁଁ ସେଇଥିରେ ଦେଇଥିଲି। ଆଉ ସେ ଓଷାରେ ଦରକାର ଥିଲା ଆମର ଧାନ ଗଛ ଗୋଟେ ବୁଦା ଆଉ କଣ୍ଟେଇ ଗୋଡ଼ି ଡାଳ ଟିକେ ସେଥିରେ ଦିଆଯାଏ। କିନ୍ତୁ ଓଷାରେ ଆହୁରି ବହୁତ କିଛି ଜିନିଷ ଅଛି ଯେଉଁଟାକି ଆମେ ଜାଣିନଥିଲୁ। ସେ ବହି ପଢ଼ିବାର ସବୁ ଜିନିଷ ଆମେ ଜାଣିଲୁ। ଆର ବର୍ଷକୁ ସବୁ ଆମେ ସେଇଟା ପୂର୍ଣ୍ଣ କରିବୁ। ଏ ବର୍ଷ ଯାହା କିଛି ଯେତିକି ଜାଣିଥିଲୁ ସେତିକି କଲୁ। ପୋଇର କାଚ ବି କରିକି ରଖିଦେଇଥିଲୁ ବୋହୂମାନଙ୍କ ପାଖରେ। ତାଙ୍କୁ ଆମେ ଗୋଟେ ଛିଟ ପାରି ଦେଇଥିଲୁ କାରଣ ସେଥିରେ ଖାଲି ବସେଇବୁନୁ, ସେଥିରେ ବି ରଖିଦେଇଥିଲୁ। ରଖିକି ଆମେ ଦୀପ ଧୂପ ବରକୋଳି ପତ୍ର ଅରୁଆ ଚାଉଳ ସବୁ ଆମେ ସଜାଡ଼ିକି ରଖିଥିଲୁ କାରଣ ବନ୍ଦାପନା ହେବ। ବନ୍ଦାପନା ସରିଲା ପରେ ସମସ୍ତେ ପ୍ରସାଦ ପାଇବେ, ସେଥିଲାଗି ଆମେ ସମସ୍ତେ ଏକଜୁଟ ହେଇଥିଲୁ। ହେଇକି ଆମେ ସମସ୍ତେ ଓଷା ପାଇଁ ସବୁ ପୁରା କଳସରେ ଟିକେ ଛିଟ ମୁଁ ଦେଇଥିଲି। ଛିଟ ବି ତାଙ୍କୁ ଯେହେତୁ ସେ ମା ତାଙ୍କୁ ଆମେ ଛିଟରେ ରଖିଦେଇଥିଲୁ। ଛିଟ ଦେଇକି ତାଙ୍କୁ ବୋହୂ କରିଦେଇଥିଲୁ। ସେଠି ଆମର ଠାକୁରଙ୍କର ପ୍ରସାଦ ଲାଗିବ ଲାଗି କଦଳୀପତ୍ର ପକାଇଦେଲୁ। ସେଥିରେ ପ୍ରସାଦ ଦିଆଯିବ। ଦୀପ ବି ସଜଡ଼ା ହେଇ କାଞ୍ଜି ଅଁଳା ଓଷା କରି ପୁଅ ଶୁଆଇ ଦେଇ ଷଠି ଦୁଇ ଛାଇ ଆସିଲେ ଖରେ। ପୁଅକୁ ଘେନି ଗଲେ 7 ଗୋଟି ହେବ, ଗାଧୁଆଇ ମୁଣ୍ଡେ ସିନ୍ଦୂର ଦେବ। ଜଳ ହଳ ବୋଇ ପୋଡ଼ା ହେବ, 6 ପିଠା ନେଇ ଆଗେ ଥୋଇବ। ବେଳ ବେଳ ଧନ ରଖିଥିଲୁ କାରଣ ତାଙ୍କୁ ବନ୍ଦା ହେବ। ଏପଟେ ରଖିଥିଲୁ କାଞ୍ଜି ପିଠା ରଖିଦେଇଥିଲୁ, ଚକୁଳି ଏଣ୍ଡୁରି ଏମିତି ଆମର ପ୍ରସାଦ କରିଥିଲୁ। କିନ୍ତୁ ତାର 7 ପ୍ରକାରିଆ ତରକାରୀ ହୁଏ, 7 ପ୍ରକାରିଆ ପିଠା ହୁଏ, 7 ପ୍ରକାର ଫଳ ବି ଲାଗି କରାଯାଏ। ସେଇଟା ଆମେ ସବୁ ଜିନିଷ ମନେ ରହେନି। କିନ୍ତୁ ବହି ଯେହେତୁ ପଢ଼ି ପାରିନଥିଲୁ ଗଲା ବର୍ଷ, ସେଥିଲାଗି ଆମର ମନେ ନଥିଲା। ଏ ବର୍ଷ ଆମର ବହି ପଢ଼ିଲୁ, ସବୁ ଜିନିଷ ଜାଣିଲୁ। ଆସନ୍ତା ବର୍ଷ କିନ୍ତୁ ତାର ନୀତି ନିୟମ ବିଧିବିଧାନ ଯାହା ସେଇଟା ଆମେ ପାଳନ କରିବୁ। କାରଣ ଘରେ ଯେହେତୁ ଓଷା ବ୍ରତ ଅଛି ତାର ବିଧିବିଧାନରେ ନୀତି ନିୟମରେ ପାଳନ ନ କଲେ ଓଷା କଲା ଭଳିଆ ଲାଗିବ ନାହିଁ। ସେଥିଲାଗି ମାଆଙ୍କ ପାଖରେ ଆମେ ବହୁତ କ୍ଷମା ପ୍ରାର୍ଥନା ମାଗୁଛୁ। ମା ଆମ ଦୋଷ କ୍ଷମା କରିଦିଅ, ଆମେ ଜାଣିପାରିନଥିଲୁ, ଅଜ୍ଞାନୀ ମଣିଷ ଆମେ, ଆମ ଦୋଷ କ୍ଷମା କର। ଆମେ ଆସନ୍ତା ବର୍ଷକୁ ଆପଣଙ୍କର ପୂଜା ଆମେ ସବୁକିଛି ବିଧି ମୁତାବରେ ଆମେ ପାଳନ କରିବୁ। ଆମର ବନ୍ଦାପନା ବି ହେଇଗଲା, ବନ୍ଦାପନା ସବୁ ଚାଲିଛି। ସମସ୍ତେ ଆମେ ବସିକି ଏକାଠି ପ୍ରସାଦ ପାଇବୁ। ସମସ୍ତେ କଥାବାର୍ତ୍ତା ହେଇଯାଇଥିଲୁ ଯେହେତୁ ମାଆଙ୍କର ପ୍ରସାଦ ଗୁରୁବାର ପଡ଼ୁଛି ବୋଲି ଏମାନେ ଖାଇପାରିବେନି। ପ୍ରସାଦ ଅରୁଆରେ ହେଇଛି କିନ୍ତୁ ଶୁଖୁଆ ଯେହେତୁ ପିତା ଶୁଖୁଆ ଟିକେ ହେଇଛି, ସେଥିଲାଗି ସେମାନେ ପ୍ରସାଦ ପାଇବେନି, ତାଙ୍କ ପାଇଁ ଅଲଗା କରାହେଇଛି। ଆମେ କିଛି ଜଣ ଖାଇବୁ, ସେମାନେ ଖାଇପାରିବେ ନାହିଁ ଯେତେକ ଗୁରୁବାର ବ୍ରତ କରୁଛନ୍ତି ମା ଲକ୍ଷ୍ମୀଙ୍କର।